ଜୟ ଜଗନ୍ନାଥ। ନମସ୍କାର ବନ୍ଧୁଗଣ। ଆଜି ମୁଁ ଦେବେନ୍ଦ୍ରନାଥଙ୍କର ମୋର କାବ୍ୟ ଜଣେ ଅସ୍ପୃଶ୍ୟ ଦିନଲିପିର ସପ୍ତମ ସ୍ତବକ ଆପଣମାନଙ୍କ ଆଗରେ ଉପସ୍ଥାପିତ କରିବାକୁ ଯାଉଛି। ଶ୍ରୀୟା ଚଣ୍ଡାଳୁଣୀ ସଦାବେଳେ ନିଜକୁ ଅସ୍ପୃଶ୍ୟ ବୋଲି ଭାବି ଦୁଃଖ ପ୍ରକାଶ କରିଛି। ନିଜ କପାଳକୁ ନିନ୍ଦା କରିଛି। ଭାବେ ମୋର ଅଭାବ ମୋତେ ଏତେ ତଳକୁ ଖସେଇ ନେଇଛି। ଏହି ପରିପ୍ରେକ୍ଷୀରେ କୁଳୁ କୁଳୁ ନଈଟିଏ ପରି ବହି ଯାଉଥିଲି। କୁଳୁ କୁଳୁ ନଈଟିଏ ପରି ବହି ଯାଉଥିଲି, ଦୁଃଖର ପାହାଡ଼ ରୋଧିଦେଲା ବକ୍ଷ ମୋର। ଦୁଃଖର ପାହାଡ଼ ରୋଧିଦେଲା ବକ୍ଷ ମୋର, ରକତକୁ ଶୋଷି ନେଲା ଉଦାସର କାଳ ବୈଶାଖୀ। ଲୀନ ହୋଇ ଯାଉଥିଲା ଅଭାବୀ ଆଁରେ ମୋର ସବୁ ଆତ୍ମ ଅଭିମାନ। ଲୀନ ହୋଇ ଯାଉଥିଲା ଅଭାବୀ ଆଁରେ ମୋର ସବୁ ଆତ୍ମ ଅଭିମାନ। ଦିନେ ମୁଁ ଭାବିଲି ମୋର ଦୁଃଖ ଯାହା ଭୋଗିଛି ଜୀବନେ, ସବୁ ତୁମ ଆଗେ କହିଦେବି। ନିଜକୁ ପ୍ରସ୍ତୁତ କରି ସବୁ ଘଟଣାର ଚିତ୍ରପଟ ମନରେ ଆଙ୍କିଲି। ନିଜକୁ ପ୍ରସ୍ତୁତ କରି ସବୁ ଘଟଣାର ଚିତ୍ରପଟ ମନରେ ଆଙ୍କିଲି। ଫର୍ଦ୍ଦ ଫର୍ଦ୍ଦ କରି ଅଭିଳାଷ ସଜାଡ଼ିଲି ଅଭିଯୋଗ ପେଡ଼ି। ଫର୍ଦ୍ଦ ଫର୍ଦ୍ଦ କରି ଅଭିଳାଷ ସଜାଡ଼ିଲି ଅଭିଯୋଗ ପେଡ଼ି। ଅଭିମାନ ବାଇଆ ବସାରେ ଆବାହନ ଚିଆଁ ପାଇଁ ଆହାର ଖଞ୍ଜିଲି। ଅଭିମାନ ବାଇଆ ବସାରେ ଆବାହନ ଚିଆଁ ପାଇଁ ଆହାର ଖଞ୍ଜିଲି। କହିବି ବୋଲି ସବୁ ଭୁଲିଗଲି, ଖାଲି ଯାହା ତୁମ ଇଚ୍ଛା ମନେ ମନେ ଗୁଣି ହେଉଥିଲି। କହିବି ବୋଲି ସବୁ ଭୁଲିଗଲି, ଖାଲି ଯାହା ତୁମ ଇଚ୍ଛା ମନେ ମନେ ଗୁଣି ହେଉଥିଲି। ଧନ୍ୟବାଦ। ଜୟ ଜଗନ୍ନାଥ।